ରେଢ଼ାଖୋଲର ଭୀମଭୋଇ କଲେଜ ଛକଠାରେ ଶନିବାର ସାପ୍ତାହିକ ବଜାରରେ ଦେଖିବାକୁ ମିଳିଛି ବହୁତ ଭିଡ଼ ଓ ତା ସହିତ ପରିବା ଆଜି ଶସ୍ତା ରହିଛି। ସାପ୍ତାହିକ ବଜାର ଆମର ଶନିବାର ଦିନ ହାଟ ହେଉଛି। ମୋ ଘରଟା ହେଉଛି ରଥସାହି ରେଢ଼ାଖୋଲ ଘରଟା। ଆଜି ପନିପରିବା ସବୁଟା ଏ 10 ଟଙ୍କା 20 ଟଙ୍କା ଭିତରେ ରହୁଛି। ବହୁତ ଆଜି ଶସ୍ତା ଅଛି ହାଟଟା ଯାହା ହଉ। ମାନେ ଏଇଟା ବିଗତ କେତେ ମାସ ପରେ ଯାଇକରି ଆଜି ଟିକେ ମାର୍କେଟରେ ଶସ୍ତା ହେଇଗଲେ ଲୋକମାନେ ଆଜି ବହୁତ ଆଶ୍ୱସ୍ତି ପାଉଛନ୍ତି। କିଣା ବିକା ବହୁତ ଖୁସି ମଣ୍ଡ କରୁଛନ୍। ଦୁଃଖ ନାହିଁ ଲାଗେ ଲୋକମାନଙ୍କୁ ଆଜି ହାଟରେ। ଅଛି ଆମ ଘର ରେଢ଼ାଖୋଲ। ଆଜି ପନିପରିବା ବହୁତ ଶସ୍ତା ଅଛି। ଦେଖିପାରୁଥିବେ ଗାଜର କାକୁଡ଼ି ଶିମଲା ଟମାଟର ଆଜି 15 ଟଙ୍କା ବିକ୍ରି ହେଉଛି। ଟମାଟର 15 ରୁ 20 ଟଙ୍କା, ମଟର 1.5 କିଲୋ 50, ଆଉ ଆଳୁ 15 ଟଙ୍କା, ପିଆଜ 20 ଟଙ୍କା, କୋବି 20 ଟଙ୍କା କେଜି, ସବୁ ଅଛି ରେଟ୍। ଆଉ ମୋ ନାଁ ସୁମନ୍ତ କୁମାର ମାଝୀ। ଆଜି ରେଢ଼ାଖୋଲ ହାଟ ଶନିବାର ହାଟ। ଆଉ ପନିପରିବା ଶସ୍ତା ଅଛି ବହୁତ। ଆଉ ଲୋକମାନେ ବି ଆସୁଛନ୍ତି, ଭଲ ବଡ଼ ମାର୍କେଟ ହେଉଛନ୍ତି। ଆଉ ଭଲ ବେପାର ହେଉଛି, 2 ପଇସା କମାଣି ଭଲ ହେଉଛି। ଆଉ ଆପଣମାନେ ଆସୁନ ହାଟ ରେଢ଼ାଖୋଲ ହାଟରେ ବୁଲିକରି ଥରେ ଯାଆନ୍ତୁ ଶନିବାର ବଜାର, ଆଉ ଜାଣିପାରିବେ ସେଠି କେମିତି ଶସ୍ତା ହେଉଛି। ଏତିକି ରହିଲି, ନମସ୍କାର। ବଜାରରେ କିଛି ବିକ୍ରେତା ଆଜି ପ୍ରଥମ ଥର ପାଇଁ ହେଉଥିବା ରେଢ଼ାଖୋଲ ଭୀମଭୋଇ ମହୋତ୍ସବର ଖୁସିରେ କମ୍ ଦାମରେ ପରିବା ବିକ୍ରି କରିଛନ୍ତି ବୋଲି କହିଛନ୍ତି ରେଢ଼ାଖୋଲର କିଛି ବିକ୍ରେତା। ରେଢ଼ାଖୋଲ ଦୀପକ ସିଂଙ୍କ ରିପୋର୍ଟ, ଆମ ଓଡ଼ିଶା।